ଦେଖନ୍ତୁ ଆମର କ୍ରାଇମ୍ ବ୍ରାଞ୍ଚ ଆଉ ଏନ୍ସିଆରଟିର କିଛି କମ୍ପ୍ଲେଣ୍ଟକୁ ଭିତ୍ତି କରିକି କିଛି ମିଲ୍ ଆକାଉଣ୍ଟ ବା ସସ୍ପେକ୍ଟ ଆକାଉଣ୍ଟ ଯେଉଁଥିରେ ସାଇବର ଫ୍ରଡ଼ର ରିସିପ୍ଟ ଗୁଡ଼ାକ ଟ୍ରାଞ୍ଜାକ୍ସନ୍ ହେଉଛି ଏ ସଂକ୍ରାନ୍ତରେ ଆମର ସାଇବର କବଚର ସ୍ପେଶାଲ ଡ୍ରାଇଭ୍ ଚାଲିଛି। ଏସ୍ପି ଗଞ୍ଜାମଙ୍କର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଏବଂ ତତ୍ତ୍ୱାବଧାନରେ ଆସ୍କା ପୋଲିସ କିଛି ମିଲ୍ ଆକାଉଣ୍ଟ ବା ସସ୍ପେକ୍ଟେଡ୍ ବ୍ୟାଙ୍କ ଆକାଉଣ୍ଟକୁ ଭେରିଫାଏ କଲେ ଆସ୍କାର ବିଭିନ୍ନ ବ୍ରାଞ୍ଚେସରେ ଆକ୍ସିସ୍ ବ୍ୟାଙ୍କ ହଉ, ଆଇଓବି ହଉ, ବିଓଆଇ ହଉ, ଏସ୍ବିଆଇ ହଉ, ଏ ଭେରିଫିକେସନ୍ ସମୟରେ ଆସ୍କା ପୋଲିସର କିଛି ସସ୍ପେକ୍ଟେଡ୍ ଆକାଉଣ୍ଟ ହୋଲ୍ଡରଙ୍କୁ ଜେରା କରାଯାଇଥିଲା। ସେମାନେ ବ୍ୟାଙ୍କରେ ଯେଉଁ ଆକାଉଣ୍ଟ ଖୋଲିଥିଲେ ସେ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ାକରେ କିଛି ହ୍ୟୁଜ୍ ଆମାଉଣ୍ଟର ଟ୍ରାଞ୍ଜାକ୍ସନ୍ ଥିଲା। ପୋଲିସ ଉପରେ ସନ୍ଦେହ କରିଥିଲା ଏବଂ ସେ ତଦନ୍ତ ସମୟରେ ଜଣାପଡ଼ିଲା ଯେ ଏଇ ଆକାଉଣ୍ଟ ଗୁଡ଼ାକ ସାଇବର ଫ୍ରଡ଼ର କିଛି ଭିକ୍ଟିମ୍ମାନଙ୍କ ଟଙ୍କା ଟ୍ରାଞ୍ଜାକ୍ସନ୍ ହେଇଛି। ଏ ସଂକ୍ରାନ୍ତରେ ଆକାଉଣ୍ଟ ହୋଲ୍ଡରକୁ ଏକ୍ଜାମିନେସନ୍ କଲା ପରେ ଆମେ ଯେଉଁ ମିଡିଲ୍ ମ୍ୟାନ୍ ଥିଲେ, ଯେଉଁମାନେ କିଛି ନିରୀହ ଲୋକଙ୍କୁ ବିଭିନ୍ନ ଭ୍ରାନ୍ତ ପ୍ରତାରଣା ପ୍ରତିଶ୍ରୁତି ଦେଇକି ତାଙ୍କର ଆକାଉଣ୍ଟ ଖୋଲୁଥିଲେ ଏବଂ ସେ ଆକାଉଣ୍ଟକୁ ଯେ ମେନ୍ ଫ୍ରଡଷ୍ଟର ଅଛି ତାକୁ ବିକ୍ରି କରୁଥିଲେ। ଆମର ଏ ସଂକ୍ରାନ୍ତରେ ଯେ ମିଡିଲ୍ ମ୍ୟାନ୍ ଥିଲେ, ଯେଉଁମାନେ ଆକାଉଣ୍ଟ ଖୋଲୁଥିଲେ, ଆମର ଧରାକୋଟ କେ ରାମଚନ୍ଦ୍ରପୁରର କାଳୁଚରଣ ରେଡ୍ଡି, ପାଲିଆ ଛତ୍ରପୁର ଥାନା ଅଞ୍ଚଳର ବଳିଆ ନାୟକ ଧରିବା ପରେ ଆମେ ଏହାର ମେନ୍ ଫ୍ରଡଷ୍ଟର ଅଛି ଆମର ଆସ୍କା ସୁଗାର ଫ୍ୟାକ୍ଟ୍ରି ନୂଆଗାଁର ସୁମନ୍ତ ରାଉତ ପାଖରେ ପହଞ୍ଚିଥିଲୁ। ସୁମନ୍ତ ରାଉତକୁ ଇଣ୍ଟରଭ୍ୟୁସନ୍ ସମୟରେ ବା ତାର ହାଉସ୍ ହୋଲ୍ଡ ସମୟରେ ହ୍ୟୁଜ୍ କ୍ୱାଣ୍ଟିଟିର କିଛି ପରିମାଣର ଯେଉଁଟା ଏଭିଡେନ୍ସକୁ ସପୋର୍ଟ କଲା ଭଳିଆ କେସ୍କୁ ଆମର ATM କାର୍ଡ଼, ପାସବୁକ୍, ବ୍ୟାଙ୍କ ପାସବୁକ୍, ଚେକବୁକ୍, କିଛି କ୍ୟାସ୍ ଏବଂ ସେ ସାଇବର ଫ୍ରଡ୍ ସଂକ୍ରାନ୍ତୀୟ ବୁକ୍ କିଛି ମିଳିଲା। ଆମର ଇନଭେଷ୍ଟିଗେସନ୍ ଭିତରେ ଆସିଲା ଯେ ଏମାନେ ସାଇବର ଫ୍ରଡ୍ କରିଛନ୍ତି। ଏ ସଂକ୍ରାନ୍ତରେ ଆସ୍କା ଆଇଆଇସି ଗୋଟେ କେସ୍ ଆସ୍କା ଥାନା କେସ୍ ନମ୍ବର 69/25 ରେଜିଷ୍ଟ୍ରେସନ୍ କରିଛନ୍ତି। 69/26 ରେଜିଷ୍ଟ୍ରେସନ୍ ହେଇଛି ଏବଂ ଏଥିରେ ଆମେ 4 ଜଣ ଆକ୍ୟୁଜ୍ ଯେଉଁମାନେ କି ଇନଭଲ୍ଭ ଅଛନ୍ତି, ସେ 4 ଜଣ ଆକ୍ୟୁଜ୍କୁ ଆମେ ଆରେଷ୍ଟ କରିଛୁ। ସେ ଆକ୍ୟୁଜ୍ ମଧ୍ୟ ହେଲେ ଆମ ସୁମନ୍ତ ରାଉତ ସୁଗାର ଫ୍ୟାକ୍ଟ୍ରି ନୂଆଗାଁ, କାଳୁଚରଣ ରେଡ୍ଡି କଇଥରା ରାମଚନ୍ଦ୍ରପୁର ଧରାକୋଟ, ପାଲିଆ ଛତ୍ରପୁରରୁ ଆମର ବଳିଆ ନାୟକ ଏବଂ ସାଗର ପ୍ରସାଦ ଜେନା ସୁଗାର ଫ୍ୟାକ୍ଟ୍ରି ନୂଆଗାଁ, ଏ 4 ଜଣ ଆରେଷ୍ଟ ହୋଇଛନ୍ତି ଏବଂ ଫରୱାର୍ଡ। ଏମାନଙ୍କୁ ଯେଉଁ ଭିକ୍ଟିମ୍ ମାନଙ୍କର ସାଇବର ଫ୍ରଡ୍ ରିସ୍କ ଗୁଡ଼ାକ ମନି ଗୁଡ଼ାକ ତାଙ୍କ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ୍ ହେଇଥିଲା, ସେ ସଂକ୍ରାନ୍ତରେ ଆମେ ତାଙ୍କଠୁ 50,000 କ୍ୟାସ୍ ପାଇଛୁ ରାଉତ ଠାରୁ। 2ଟା କାର୍ ଆମେ ଇନଭେଷ୍ଟିଗେସନ୍ କହୁଛେ ଏ ନିଶ୍ଚିତ ରୂପେ ସେ ପଇସାରେ କିଣା ଯାଇଛି ଏବଂ ଅଦର ଆଲାଏଡ୍ ଡକ୍ୟୁମେଣ୍ଟସ୍ ଯେଉଁ ଆମେ ଦେଖୁଛନ୍ତି ATM କାର୍ଡ଼, ପ୍ୟାନ୍ କାର୍ଡ଼, ତାଙ୍କ ପାଖରେ କିଛି ଆକାଉଣ୍ଟ ଓପନିଂ ଫର୍ମ, ଅଦର ଗରିବ ଲୋକମାନଙ୍କର କିଛି ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ମିଳିଛି। ସେଟା ଇନଭେଷ୍ଟିଗେସନ୍ ଭିତରେ ଅଛି। ପ୍ରାୟ 32 ATM କାର୍ଡ଼ ଜବତ ହେଇଛି। ନାଇଁ ଦେଖନ୍ତୁ, ସେଇଟା ହେଉଛି ସେଇଟା ମାନେ ଏମାନଙ୍କର ଅଛି ମାନେ ବାହାର ଆଉଟ୍ ଅଫ୍ ଷ୍ଟେଟ୍ରେ ଯେଉଁ ଲୋକ ଅଛନ୍ତି, ଏମାନେ ଆକ୍ଚୁଆଲି ଯେ ଅରିଜିନାଲ୍ ଫ୍ରଡଷ୍ଟର, ଏମାନେ ତାକୁ ସୁମନ୍ତ ରାଉତ ତାକୁ ଆକାଉଣ୍ଟ ସେୟାର କରୁଛି, ବ୍ୟାଙ୍କ କ୍ରେଡେନ୍ସିଆଲ ସେୟାର କରୁଛି, ସେ ତାକୁ ବିଭିନ୍ନ ଉପାୟରେ ସେ ଭିକ୍ଟିମ୍ ମାନଙ୍କଠାରୁ ଫ୍ରଡ୍ କରୁଛି ଏବଂ ଏମାନଙ୍କ ସେଇ ଯେଉଁ ମୂଳ ଆକାଉଣ୍ଟ ଗୁଡ଼ାକ ଅଛି ସେଥିରେ ଟଙ୍କା ଟ୍ରାଞ୍ଜାକ୍ସନ୍ ହେଉଛି। ସେ ଟ୍ରାଞ୍ଜାକ୍ସନ୍କୁ ସେମାନେ ସୁମନ୍ତ ରାଉତ ସେଟାକୁ ୱିଡ୍ର କରୁଛି, ସେଥିରେ ସେ ପରସେଣ୍ଟ ରଖୁଛି, ଏମାନଙ୍କୁ ମଧ୍ୟ ପଇସା ଦେଉଛି। ମୁଁ ଭାବୁଛି ଯେ ସୁମନ୍ତ ରାଉତ ସେଗୁଡ଼ାକ ସେ ପଢ଼ିକି ୟୁଜ୍ କରିବା ପାଇଁ ଚାହୁଁଛି ବା କରିଛି। ହଁ, ଟ୍ରାଞ୍ଜାକ୍ସନ୍ ମ୍ୟାଟରକୁ ଆସିବା, ସାଇବର ଏନ୍ସିଆରପିର କିଛି ଡିସ୍ପ୍ୟୁଟେଡ୍ ଆମାଉଣ୍ଟ ଥାଏ। ଡିସ୍ପ୍ୟୁଟେଡ୍ ଆମାଉଣ୍ଟ ଯେଉଁ ଅଛି ସେ ସଂକ୍ରାନ୍ତ ତଦନ୍ତ ଚାଲିଛି। କେତେ ଆମାଉଣ୍ଟ ସେ ବ୍ଲକ୍ କରିଛି ଆକାଉଣ୍ଟରେ, ଯେଉଁଠି ସନ୍ଦେହ ଆସିଛି ଏବଂ ଟୋଟାଲ କେତେ ଟ୍ରାଞ୍ଜାକ୍ସନ୍ ଅଛି ଏଇଟା ତଦନ୍ତର ପରିସର ଭିତରେ ଅଛି। ଏଇଟା ନା ଆମେ ଯାହା ସାଇବର ଠକେଇ ଦେଖନ୍ତୁ, ଏମାନେ ତ ଆକାଉଣ୍ଟ ଦେଇକି ଦେଇ ଦେଉଥିଲେ। ମେନ୍ ଫ୍ରଡଷ୍ଟର ଅଛି ସୁମନ୍ତ ରାଉତ ସହିତ ଯିଏ ତାର ଆଲି ଯିଏ ତାର ସହଯୋଗୀ ଯିଏ, ସେମାନେ ମେ ବି କ୍ରିପ୍ଟୋ କରେନ୍ସି, ଅନଲାଇନ୍ ବେଟିଂ, ଡିଫରେଣ୍ଟ ଇଣ୍ଟରନ୍ୟାସନାଲ ଫ୍ରଡ୍ରେ ଇନଭଲ୍ଭ ଅଛନ୍ତି। ଯେଉଁ ଲୋକ ଗୁଡ଼ାକୁ ମୋହରା କରିକିରି ଆକାଉଣ୍ଟ ଖୋଲିଥିଲେ ଯାହାର ସେମାନେ କୋଭଳି ଭାବରେ ଏମାନଙ୍କ ଚାଲିବେ। ମିଥ୍ୟା ପ୍ରତାରଣା, ଲୋନ୍ କରିଦେବି, କିଛି ଲୋକ କମିଶନରେ ବିକିଛନ୍ତି, କିଛି ଲୋକ ଜାଣିକି ଇଣ୍ଟେନସନାଲି ମଧ୍ୟ ଜାଣିଛନ୍ତି ଯାହା ବୋଲି ବିକିଛନ୍ତି। ତଦନ୍ତର ପରିବେଶରେ ନ୍ୟାସନାଲ ତ ଇଣ୍ଟରନ୍ୟାସନାଲ ତଦନ୍ତ ସେମିତି କିଛି ଆସେନି। ବର୍ତ୍ତମାନ ମେସେଜ କ'ଣ ଲୋକମାନଙ୍କୁ ବା ପବ୍ଲିକକୁ ଆପଣ ଲୋକମାନଙ୍କୁ ବା ପବ୍ଲିକ ମେସେଜ ହେଲା, ଏଭଳି
ସାଇବର ଫ୍ରଡ୍ जो होची आम विभिन्न प्रकार जगह अवेयरनेस कराऊँगी आप देखुथिबे निकट भविष्य अतीत अवेयरनेस करा टाउन हॉल विभिन्न पुलिस स्टेशन करा आपण मानकर बैंक क्रेडिशियल बा बैंक डिटेल्स क्या सेयार करते ना कदापि कौन बैंक अथॉरिटी आपको अनेसेसरी प्रस्ताव माध्यम आपको किसी डिटेल्स देवाक पचार ना आउ ये जो साधारण लोक मैंने बैंक लोभ लोन पाइबा आशा लोभर कर प्रत्यक्ष ठीक रास्ता जातु ठीक रास्ता जाए बैंक अकाउंट खोलते क्या सेयार करूँ चलिए तदंत चली तदंत चली दयाकरी आम चैनल को लाइक शेयर एवं सब्सक्राइब करंतु।